ଆଜି ହେଉଛି ପଖାଳ ଦିବସ। ସାରା ଓଡ଼ିଶାରେ ଘରେ ଘରେ ଟାଉନ ସହରରେ ସବୁଠି ପଖାଳ ଆଜି ଖିଆଯାଉଛି। ଆମେ ଅଛୁ ବର୍ତ୍ତମାନ ବରିଷ୍ଠ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ସରକାରୀ ବାସଭବନରେ ଅଛୁ। ସିଏ ମଧ୍ୟ ଏଠି ପଖାଳ ଖାଉଛନ୍ତି, ତାଙ୍କ ବିଷୟରେ କଥା ହେବା। ସାର୍, କଳିଙ୍ଗ ଟିଭିକୁ ଆପଣଙ୍କୁ ସ୍ୱାଗତ। ଆପଣ ଖାଉଛନ୍ତି, ତଥାପି ଟିକେ ଡିଷ୍ଟର୍ବ କରୁଛି। ପଖାଳ ଦିବସ, ଆପଣ ପଖାଳ ଖାଉଛନ୍ତି, କ'ଣ କହିବେ? ଦେଖନ୍ତୁ, ପଖାଳ ଓଡ଼ିଆ ମାନଙ୍କର ପ୍ରିୟ ଖାଦ୍ୟ। ପଖାଳ ଟିକେ ଯଦି ହବ, କାମ କରିବାକୁ ଭଲ ଲାଗେ, ଖାଇବା ପାଇଁ ଭଲ ଲାଗେ। ପଖାଳ ଟିକେ ହେଲା ମାନେ ସେ ଅମୃତ ପାଇଲା ଭଳିଆ ତାକୁ ଲାଗେ। ଏ ପଖାଳ ଦିବସ ଆଜି ଅଛି। ମୁଁ ସମସ୍ତଙ୍କୁ ଏ ଦିବସ ପରିପ୍ରେକ୍ଷୀରେ ମୋର ତରଫରୁ ତ ଅଭିନନ୍ଦନ, ଶୁଭେଚ୍ଛା ଜଣାଉଛି ଯେ ଆମେ ଓଡ଼ିଆର ଅସ୍ମିତା ହେଉଛି ପଖାଳ। ପଖାଳ ଭିତରେ ଯେଉଁ ପ୍ରକାର ଆଇଟମ୍ ତିଆରି ହୁଏ, ଆମେ ବିଭିନ୍ନ ରାଜ୍ୟକୁ ଗଲାବେଳେ ଏ ଆଇଟମ୍ ବ୍ୟବସ୍ଥା ନଥାଏ। ତାଙ୍କର କେଉଁଠି ଆଳୁ ଚଖାରେ ଚଳେଇଦେବେ, କେଉଁଠି ଆଳୁ ତରକାରୀରେ ଚଳେଇଦେବେ। କିନ୍ତୁ ଓଡ଼ିଆ ପୁଅ ପାଞ୍ଚ ତୁଣ ଛଅ ତୁଣ କରି ନ ଭଜା କରିକି ଖାଇବେ। ମାନେ ଏ ତୁଣ ଭଜା, ଏ ପଖାଳ ଏମିତି ମାଡ଼ ହୁଏ। ପଖାଳ ଖାଇବା ଗୋଟେ ମଜାର ଗୋଟେ ଆସର ତିଆରି ହୁଏ। ସେ ଆସର ଭିତରେ ଆଜି ଦିବସ ହେଉଛି ପଖାଳର ଦିବସ। ଆଜି ମୋ ପୁଅ ସହିତ, ମୋ ବନ୍ଧୁ ସହିତ, ଆମ ପିଲାମାନଙ୍କ ସହିତ, ସମସ୍ତଙ୍କ ସହିତ ଆଜି ବସି ଖାଉଛୁ। ଏ ହେଉଛି ଆମର ପରମ୍ପରାର ଗୋଟେ ଅଙ୍ଗ। ମାନେ ସମସ୍ତେ ବସିକିରି ଖାଇବା, ଏ ଭିତରେ ମଜା ନେବା, କଥାବାର୍ତ୍ତା ହେବା, କିଏ ଖାଇପାରୁଛି ନ ପାରୁଛି ଏଇଟା ବି ଦେଖିବା। ତା ଭିତରେ ଆମ ପଖାଳ ଟିକେ ଏମିତି ପଖାଳ ଅଛି। ଗତକାଲି ଥିଲା ବାସି ପଖାଳ ଟିକେ ହେଇଛି। ଆଉ ବାସି ପଖାଳ ଟିକେ ଲୁଣ ଟିକେ ଦେଇଦେଲୁ, ଲଙ୍କା ଟିକେ ଦେଇଦେଲୁ, ଯେଉଁ ମହକ ଆସିଲା, ଯେଉଁ ମଜା ଆସୁଛି, ଖାଇବାର ଗୋଟେ ମଜା ଲାଗୁଛି। ଏ ପଖାଳ ଆମ ପରମ୍ପରା ସହିତ ଆମ ସଂସ୍କୃତି ଏବଂ ସବୁଠାରୁ ଆମେ ଚାଷୀ ଥିବାର ଗୋଟେ ପରିଚୟ ଏଠି ହିଁ ସୃଷ୍ଟି ହୋଇଥାଏ। ଯେ ଆମେ ଯେଉଁ ଉତ୍ପାଦନ କରୁଛୁ ଧାନରେ ଯେଉଁ ଚାଉଳ ହେଉଛି, ସେଠି ଆମେ ପଖାଳ କରିକା ଖାଉଛୁ, ଭାତ କରିକା ଖାଉଛୁ। ସେ ଅବସରରେ ନିଶ୍ଚିତ ଭାବରେ ମୁଁ ଆଉ ଥରେ ସମସ୍ତ ଜନସାଧାରଣଙ୍କୁ ମୋ ତରଫରୁ ଅଭିନନ୍ଦନ, ଶୁଭେଚ୍ଛା ଜଣାଇବି ଯେ ପଖାଳ ଭିତରେ ଆମେ ମଜବୁତ ରହିବା, ଦେଶକୁ ଆଗକୁ ବଢ଼ାଇବା, ଆମେ ଆମର ପରିବାରକୁ ଯୋଡ଼ିବା, ସଙ୍ଗେ ସଙ୍ଗେ ସମାଜକୁ ଯୋଡ଼ିବା ଏବଂ ଅଗ୍ରଗତିର ଭିତରେ 2036 ମସିହାରେ ଏକ ଉନ୍ନତ ଓଡ଼ିଶା କରିବା। 100 ବର୍ଷ ପୂର୍ତ୍ତି ଅବସରରେ ପଖାଳ ମାଡ଼ କରିକିରା। ମଧୁସ୍ମିତା, ମୁଁ ଆପଣଙ୍କୁ ଟିକେ ଆଇଟମ୍ ଦେଖେଇବି। ପଖାଳ ସହିତ କ'ଣ କ'ଣ ମନ୍ତ୍ରୀ ରବି ନାରାୟଣ ନାୟକ ଖାଉଛନ୍ତି। ଶାଗ ଅଛି, ବଡ଼ି ଅଛି, ଆଳୁ ଭଜା ଅଛି, ଟମାଟୋ ଚକଡ଼ା ଅଛି, ଚିଙ୍ଗୁଡ଼ି ଭଜା ଅଛି, ମାଛ ଭଜା ଅଛି, ତା ସହିତ ପିଆଜ, କୁନ୍ଦୁଡ଼ି ଭଜା, ପାମ୍ପଡ଼, କଲରା ଭଜା। କିନ୍ତୁ ମୁଁ ଟିକେ ଜାଣିବାକୁ ଚାହୁଁଛି ଆପଣଙ୍କ ଠାରୁ, ଆପଣ ଜଣେ ସ୍ପୋର୍ଟସ ପର୍ସନ, ଆପଣ ଆଗରୁ ପଖାଳ ଖାଉଥିଲେ, ଏଇ ବୟସରେ ପଖାଳ ଖାଉଛନ୍ତି ନା ଆଜି ପଖାଳ ଦିବସ ବୋଲି ଖାଉଛନ୍ତି? ମୁଁ ପ୍ରତ୍ୟେକ ଦିନ ସକାଳୁ ଖାଇକିରା ଯାଏ, ପଖାଳ ଖାଇକିରା ଯାଏ। ଏଇଟା ମୋର ଦୈନନ୍ଦିନ ଅଭ୍ୟାସ। କାରଣ ପଖାଳରେ ଯେଉଁ ଶାନ୍ତି ଅଛି, ଅନ୍ୟ ଜିନିଷରେ ସେ ପ୍ରକାର ଶାନ୍ତି ନାହିଁ। ଆମର ମନକୁ, ଦେହକୁ ସୁସ୍ଥ ରଖିବା ଭିତରେ ପଖାଳରେ କ'ଣ ହେଉଛି, ଯେଉଁ ପଖାଳରେ ଆପଣଙ୍କର ଯେଉଁ ଇଷ୍ଟଟା ହେଇଥାଏ, ଏଥିରେ ଆପଣଙ୍କ କାର୍ବୋହାଇଡ୍ରେଟ୍ ନଥାଏ। ସେଇଥିପାଇଁ ବିଗତ ଦିନର ପଖାଳକୁ ଯଦି ଖାଆଯାଏ, ତାହେଲେ ଆପଣ ବେଶୀ ପରିଶ୍ରମ କରିପାରିବେ। କେତେ ଢୁଳେଇବେ, କିନ୍ତୁ ବେଶୀ ପରିଶ୍ରମ କରିପାରିବେ। ମାନେ ଆପଣଙ୍କୁ କାମ କରିବାର ଆଗ୍ରହ ଏତେ ବଢ଼ିବ ଯେ କହିହେବନି, ସବୁ କାମ କରିପାରିବେ। ସେଇ ଦୃଷ୍ଟିରୁ ପଖାଳର ମଜା, ତା ସାଙ୍ଗେ ସାଙ୍ଗେ ଟିକେ ପିଆଜ ଟିକେ ହବ, ଲୁଣ ଲଙ୍କା ଟିକେ ପଡ଼ିଯିବ। ଏବେ 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 ଏବେ
ବାର ଭଜା ଛତୁଣ ମିଳୁଛି କିନ୍ତୁ ଏମିତି ଥିଲା ଯେ ଲୁଣ ଆଉ ଲଙ୍କାରେ ଚାଲିଲା ଆଉ ଯଦି ତାକୁ ପଖାଳକୁ ଯଦି କ୍ଷେତକୁ ଯାଇଥିବ ହଳ କରିବା ସେଠି ଯୋଉ ପତ୍ରରେ ଖାଇବ ନା ତାର ଗୋଟେ ମଜା ମାନେ ଅମୃତ ଭଳିଆ ସେ ତୁମାନେ ନେଇକିନା ଯିବ ମା ନେଇଥିବ ମାନେ ଏତେ ଅମୃତ ଭଳିଆ ଲାଗିବ ଯେ ଖୁସିରେ ମନ ଗଦଗଦ ହେଇଯିବ। ଏ ପ୍ରକାର ପରିସ୍ଥିତିରେ ଆମର ପଖାଳର ମଜାରେ ଏବେ ଆଇଟମ ବଢୁଛି କିନ୍ତୁ ଏବେ ବି ମୁଁ ଦେଶୀ ଚାଉଳ ଟିକେ ଖାଏ ମାନେ ଦେଶୀ ଚାଉଳ ଯୋଉ ମଜା ଅଛି ନା ତା ମାଡ଼। ଆପଣ ଦେଖୁଥିଲେ ମନ୍ତ୍ରୀ ରବି ନାରାୟଣଙ୍କ ସହିତ ଆମେ କଥା ହଉଥିଲୁ। ଆଜି ପଖାଳ ଦିବସ ରହିଛି, ସେ ନିଜେ ମଧ୍ୟ ପଖାଳ ଖାଉଛନ୍ତି, ବିଭିନ୍ନ ଆଇଟମ ତାଙ୍କ ପାଖରେ ରହିଛି। ସମସ୍ତେ ଆଜି ତାଙ୍କ ଘରେ ନିଜ ପରିବାର ସହିତ ସେ ପଖାଳ ଦିବସ ପାଳନ କରୁଛନ୍ତି। ଭିଡ଼ିଓଗ୍ରାଫର ଦୋଳଗୋବିନ୍ଦ ନାୟକ ସହ ପ୍ରୀତିକାନ୍ତ ନାୟକ, କଳିଙ୍ଗ ଟିଭି।